ଆଜ୍ଞା ଆପଣ କହିଲେ ଆପଣ କୋଉ ନିୟମ ସବୁ ଭାଙ୍ଗି ପାରିବେ ଆଉ କେତେଟା ନିୟମ ଭାଙ୍ଗି ପାରିବେ। ଏବେ ଆପଣ ଫେସବୁକରେ ଏଇ ଭିଡ଼ିଓଟା ଦେଖୁଛନ୍ତି କି ୟୁଟ୍ୟୁବରେ ଦେଖୁଛନ୍ତି। ଫେସବୁକଟା ଗୋଟେ କମ୍ପାନୀର ମେଟା କମ୍ପାନୀର ଆଉ ୟୁଟ୍ୟୁବଟା ଗୁଗୁଲ କମ୍ପାନୀର। ଏଇ ଦୁଇ କମ୍ପାନୀର ନିୟମ ରହିଛି ସୋଶାଲ ମିଡ଼ିଆ କମ୍ୟୁନିଟି ଗାଇଡ଼ଲାଇନ୍ସ ନିୟମ। ଏଇ କମ୍ୟୁନିଟି ଗାଇଡ଼ଲାଇନ୍ସକୁ ଆପଣ ଭାଙ୍ଗି ପାରିବେ ନା ନାହିଁ? ନିଶ୍ଚିତ ଭାଙ୍ଗି ପାରିବେ, କିନ୍ତୁ ଭାଙ୍ଗିଲେ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡ଼ିବ। ସେମିତି ଅନେକ ଧାର୍ମିକ ନିୟମ ରହିଛି, ଧର୍ମ ପୁସ୍ତକର ନିୟମ ରହିଛି, ଶାସ୍ତ୍ରର ନିୟମ ରହିଛି, ପ୍ରଥା ପରମ୍ପରାର ନିୟମ ରହିଛି। ଆପଣ ଗୀତା, ବାଇବେଲ, କୋରାନରେ ଯାହା ଲେଖା ହେଇଛି ଆପଣ ତାକୁ ଅମାନ୍ୟ କରିଦେଇ ପାରନ୍ତି। ଆପଣ କହିବେ ମୁଁ ଚାରିଧାମ ଯିବିନି, ଆପଣ କହିବେ ମୁଁ ରମଦାନ ପାଳନ କରିବିନି, ମୁଁ ନବରାତ୍ର ପାଳନ କରିବି ନାହିଁ, ମୁଁ ମକ୍କା ମଦିନା ଯିବି ନାହିଁ, ମୁଁ ଭାଟିକାନ୍ ସିଟିକୁ ଯିବି ନାହିଁ। ତେଣୁ ଆପଣ ଅମାନ୍ୟ କରିପାରନ୍ତି, ଭାଙ୍ଗି ପାରନ୍ତି, କିନ୍ତୁ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡ଼ିବ। ସେଇଟା ହେଉଛି ସୋଶାଲ ପନିଶମେଣ୍ଟ। ଆପଣଙ୍କୁ ସ୍ୱର୍ଗରେ ସ୍ଥାନ ମିଳିବନି, ଆପଣଙ୍କୁ କୁହାଯିବ ଆପଣ ନାସ୍ତିକ, ଅଧାର୍ମିକ, ଆପଣଙ୍କୁ ନିଚ ଆଖିରେ ଦେଖାଯିବ। ସେମିତି ଖେଳର ବି ବହୁତ ନିୟମ ରହିଛି। ଆପଣ ଜଣେ କ୍ରିକେଟର କି ଫୁଟବଲର କି ବ୍ୟାଡମିଣ୍ଟନ ପ୍ଲେୟାର କି ଖୋଖୋ ପ୍ଲେୟାର କି ଚେସ୍ ପ୍ଲେୟାର, ସବୁ ଖେଳରେ କିଛି ନା କିଛି ନିୟମ ରହିଛି। ଆପଣ ସେ ନିୟମକୁ ମାନିବେନି, ଭାଙ୍ଗି ପାରିବେ ନା ନାହିଁ? ଭାଙ୍ଗି ପାରିବେ, ଫାଉଲ୍ ଗେମ୍ ଖେଳିପାରିବେ, କିନ୍ତୁ ଯଦି ଫାଉଲ୍ ଗେମ୍ ଖେଳିଲେ ତାହେଲେ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡ଼ିବ। ଆପଣଙ୍କୁ ୟେଲୋ କାର୍ଡ଼ ଦେଖାଯିବ, ରେଡ୍ କାର୍ଡ଼ ଦେଖାଯିବ, ସସ୍ପେଣ୍ଡ କରିଦିଆଯିବ, ପୁରା ବାହାର କରିଦିଆଯାଇପାରିବ। ତେଣୁ ଅନେକ ପ୍ରକାର ପେନାଲ୍ଟି ଦେବାକୁ ପଡ଼ିବ। ସେମିତି ଅନେକ ସାମାଜିକ ନିୟମ ରହିଛି, ଯେମିତିକି ସେମ୍ କାଷ୍ଟ ମ୍ୟାରେଜ୍, ଅନଟଚେବିଲିଟି, ୱିଡୋ ମ୍ୟାରେଜ୍, ମନ୍ଦିର ପ୍ରବେଶ, ସବୁଥିରେ କିଛି ନା କିଛି ନିୟମ ରହିଛି। ଆପଣ ସବୁ ଭାଙ୍ଗି ପାରିବେ ନା ନାହିଁ? ଭାଙ୍ଗି ପାରିବେ, କିନ୍ତୁ ଭାଙ୍ଗିଲେ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡ଼ିବ। ଆପଣଙ୍କୁ ବାସନ୍ଦ ହେବାକୁ ପଡ଼ିବ, କଙ୍ଗାରୁ କୋର୍ଟର ସମ୍ମୁଖୀନ ହେବାକୁ ପଡ଼ିବ। ଆଉ ଗୋଟେ ନିୟମ ରହିଛି ସରକାରୀ ନିୟମ। ଆପଣ ସରକାରୀ ନିୟମ ଭାଙ୍ଗି ପାରିବେ ନା ନାହିଁ? ଇନକମ୍ ଟ୍ୟାକ୍ସ ନିୟମ, ଜିଏସଟି କି ଟ୍ରାଫିକ୍ ନିୟମ କି ଏକ୍ସାଇଜ୍ ଡିପାର୍ଟମେଣ୍ଟର ନିୟମ କି ରେଭିନ୍ୟୁ ଡିପାର୍ଟମେଣ୍ଟର ନିୟମ, ଏସବୁ ଭାଙ୍ଗି ପାରିବେ ନା ନାହିଁ? ଭାଙ୍ଗି ପାରିବେ, କିନ୍ତୁ ପେନାଲ୍ଟି ଦେବାକୁ ପଡ଼ିବ। ଆଉ ଗୋଟିଏ ନିୟମ କଥା ଆମେ ଏଇଠି ଆଲୋଚନା କରିବା। ସେଇ ନିୟମଟା ହେଲା ପ୍ରାକୃତିକ ନିୟମ, ନ୍ୟାଚୁରାଲ ଲ। ଆପଣ ଦେଖିବେ 2+2 କେତେ? 4। ଆପଣ ତାକୁ 5 କରିପାରିବେ କି 3 କରିପାରିବେ? କରିପାରିବେ ନାହିଁ। ଆପଣ ଗୋଟେ ସ୍କୋୟାରକୁ ସର୍କଲ କରିଦେଇପାରିବେ କି ଗୋଟେ ସର୍କଲକୁ ପେଣ୍ଟାଗନ୍ କରିଦେଇପାରିବେ କି ଗୋଟେ ସର୍କଲକୁ ସ୍କୋୟାର କରିଦେଇପାରିବେ? ନା। ଆପଣ ଶୈଶବରୁ ବାର୍ଦ୍ଧକ୍ୟ ଆଡ଼କୁ ଯାଆନ୍ତି, ଆପଣ ବାର୍ଦ୍ଧକ୍ୟରୁ ଶୈଶବ ଆଡ଼କୁ ଆସିପାରିବେ? ନା। ଆପଣ ଗୋଟେ ନିଆଁଟାକୁ ବରଫ କରିଦେଇପାରିବେ କି ବରଫଟାକୁ ନିଆଁ କରିଦେଇପାରିବେ? ନା। କାହିଁକି? ଏସବୁ ହେଉଛି ପ୍ରାକୃତିକ ନିୟମ ବା ନ୍ୟାଚୁରାଲ ଲ। ତେବେ ଏଇ ଯେଉଁ ନ୍ୟାଚୁରାଲ ଲ ବା ପ୍ରାକୃତିକ ନିୟମକୁ ଆପଣ ଭାଙ୍ଗି ପାରିବେ ନା ନାହିଁ? ମୁଁ ତ ଭାଙ୍ଗି ପାରିବିନି, ଆପଣ ଭାଙ୍ଗି ପାରିବେ କି? ନା। କିଏ ଭାଙ୍ଗି ପାରିବ? କେହି କେହି ଲୋକ କହନ୍ତି ଯେ ଆଉ ଜଣେ ଭାଙ୍ଗିପାରିବ, ଯିଏ ହେଉଛି ସୁପର ନ୍ୟାଚୁରାଲ ପାୱାର। ମାନେ ଏଗୁଡ଼ିକ ହେଲା ନ୍ୟାଚୁରାଲ ଲ, ପ୍ରାକୃତିକ ନିୟମ। ତେଣୁ ନ୍ୟାଚୁରାଲ ଲ ଉପରେ ସୁପର ନ୍ୟାଚୁରାଲ ଯିଏ, ସିଏ ହିଁ ଭାଙ୍ଗିପାରିବ। ସିଏ କିଏ ଆଉ ପ୍ରକୃତରେ ସିଏ ଭାଙ୍ଗି ପାରିବେ ନା ନାହିଁ? ଆପଣ ଏଇ ଉତ୍ତରଟା ରଖନ୍ତୁ, ଆପଣଙ୍କର ମତାମତ ଅପେକ୍ଷାରେ। ଥ୍ୟାଙ୍କ ୟୁ ଭେରି ମଚ୍। ନମସ୍କାର।